ଘରୁ ବାହାରିଲା ମାନେ ଦେଖିବେ ରାସ୍ତାର ଦୁଇ ପାର୍ଶ୍ୱରେ ଏ ଗୁପଚୁପ୍ ଦୋକାନୀଙ୍କ ପାଖରେ ପ୍ରବଳ ଭିଡ଼। କୋଉଠି 10 ଟଙ୍କାରେ 4ଟା ତ କୋଉଠି 6ଟା। ଖାଇଲେ ତ ମନ ଶାନ୍ତି ହୁଏନି। ତ ଏଇଭଳି ଭାବରେ ଘରେ ତିଆରି କରି ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ଖୁଆଇବେ, ତାର ମଜା କିନ୍ତୁ ଅଲଗା। ନମସ୍କାର, ନୀଳିମା କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ସଠିକ୍ ଭାଗ ମାପରେ ଗୁପଚୁପ୍ ରେସିପି। ତେବେ ଭିଡ଼ିଓଟିକୁ ଫୁଲ୍ ଦେଖିବା ପାଇଁ ଅନୁରୋଧ ରହିଲା। ତେବେ ଚାଲନ୍ତୁ ନା ଆଉ ଡେରି କରିବାନି, ଫଟାଫଟ ଆରମ୍ଭ କରିବା ଆଜିର ଏଇ ଗୁପଚୁପ୍ ରେସିପି। ଗୁପଚୁପ୍ ତିଆରି କରିବା ପାଇଁ ମୁଁ ଗୋଟେ ବାଉଲରେ 1 କପ୍ ସୁଜି ଢାଳି ନେଲି। ଏ ସୁଜିଟା ମିଡ଼ିୟମ୍ ସାଇଜର ସୁଜି ଦେଖନ୍ତୁ। ଗୋଟେ ପତଳା ଦାନା, ଗୋଟେ ମୋଟା ଦାନା ଅଛି, ଆଉ ଗୋଟେ ମିଡ଼ିୟମ୍ ସାଇଜର। ମୁଁ ଏଠି ମିଡ଼ିୟମ୍ ସାଇଜର ହିଁ ନେଲି। ଆଧରେ ମୁଁ 2 ଚାମଚ ମଇଦାକୁ ପକାଇ ନେଲି। 1 ଚାମଚ ଆଉ 1 ଚାମଚ। ଏବେ ଶୁଖିଲା ମିଶ୍ରଣକୁ ଭଲ ଭାବରେ ଗୋଳେଇ ନେବା। ଏବେ ଆଧରେ ଢାଳି ନେବା 1 କପ୍ ଗରମ ପାଣି। ଥଣ୍ଡା ପାଣି କେବେ ବି ଢାଳିବେନି। ଦେଖନ୍ତୁ 1 କପ୍ରୁ ଟିକେ କମ୍। ଏବେ ଅଳ୍ପ ଅଳ୍ପ ଢାଳିବେ ଏବଂ ଚାମଚ ସାହାଯ୍ୟରେ ଗୋଳେଇ ନେବେ। ହାତ କିନ୍ତୁ ମାରିବେନି, ନହେଲେ ହାତ ଜଳି ହେଇଯିବ ଆଉ ଲାଗିବନି ପାଣି। ହେଇଯିବ ବୋଧେ, ଆଉ ଟିକେ ଖାଲି ପକେଇ ନେଲେ। ଏବେ ଭଲ ଭାବରେ ଗୋଳେଇ ନେବା। ଏବେ ହାତରେ ମୁଁ ଚକଟି ନେବି। ଦେଖନ୍ତୁ ଏବେ ବି ଗରମ ଅଛି, ତଥାପି ତ ଚକଟିବାକୁ ହବ। ଭଲ ଭାବରେ କିନ୍ତୁ ଚକଟି ନେବାକୁ ହବ। ଆଗ ଗୋଲ କରି ସାରିବି, ତାପରେ ଚକଟି ନେବି। ଦେଖନ୍ତୁ ଭଲ ଭାବରେ କିନ୍ତୁ ମୁଁ ଚକଟି ନେଲେ ଏମିତି ହିଁ ଟାଣ ହବ। ଏ ନା ନରମ ନା ଟାଣ, ଟିକେ ଅଧିକା ଟାଣ ହିଁ ହବ। ଏବେ ଭଲ ଭାବରେ ଗୋଲ କରି ନେଇଛି। ଏବେ ଗୋଟେ ପଲିଥିନ୍ ମୁଁ ନେଇଛି। এই ପଲିଥିନ୍ ଭିତରେ ଲୋଟାକୁ ରଖିନେବା। ଭଲ ଭାବରେ ଟାଇଟ୍ କରିନେବେ। ଏବେ ଆକୁ ଆରି ଭିତରେ ରଖିନେବା। ଏବେ କଭର କରିନେବା ପାଖାପାଖି ଅଧଘଣ୍ଟା। ଅଧଘଣ୍ଟା ପରେ ପୁଣି ଫେରିବେ। ଅଧଘଣ୍ଟା ପରେ କଭରଟାକୁ ଖୋଲି ନେବା। ଏବେ ପଲିଥିନ୍ରୁ ବାହାର କରିନେବା। ଏବେ ଦେଖନ୍ତୁ ସୁଜିଟା ଯେହେତୁ ଫୁଲି ଯାଇଛି, ଆହୁରି ମଧ୍ୟ ଟାଣ ହେଇଯାଇଛି। ଏହାକୁ କିନ୍ତୁ ଭଲ ଭାବରେ ଚକଟିବାକୁ ହେବ। ପାଖାପାଖି 10 ମିନିଟ୍ ଚକଟିବାକୁ ହେବ। ଆଉ ଏ ଚକଟାଟା ଯେତେ ଭଲ ହେବ, ଗୁପଚୁପ୍ଟା ସେତେ ଫୁଲିବ ଏବଂ ଫୁଲକା ବି ମଧ୍ୟ ହେବ। ଭଲ ଭାବରେ ଚକଟି ନେଇଛି। ଏବେ ଗୋଲ ଗୋଲ କରି କାଟି ନେବା, ଟିକେ ବଡ଼ ସାଇଜର। ସବୁ ଯାକ କାଟି ନେଲି। ଏବେ ଗୋଲ କରିନେବା। ଏବେ ସବୁ ଯାକ এই ପଲିଥିନରେ ରଖିନେବି। ଖାଲି ଗୋଟେ ବେଲିବା ପାଇଁ ରଖିବି, ନହେଲେ କିନ୍ତୁ ଶୁଖି ହେଇଯିବ, ବେଲିଲା ବେଳେ ଫାଟିଯିବ। ଏବେ ଭଲ ଭାବରେ ଆଉ ଥରେ କିନ୍ତୁ ଚକଟି ନେବା। ଏବେ ଗୋଲ କରିନେବି। ଶୁଖିଲା ମଇଦା ଅଳ୍ପ ଟିକେ ପକାଇ ନେଲେ। ଏବେ ରୁଟି ଆକାର ବଡ଼ ସାଇଜର ବେଲି ନେବା। ଯେତେଟା ସମ୍ଭବ ପତଳା ବେଲିବା ପାଇଁ ଚେଷ୍ଟା କରିବେ। ଆହୁରି ବଡ଼ ହେବ, ହାଲକା ଟିକେ ମଇଦା ଉପରେ ମଧ୍ୟ ଲଗାଇ ନେଲି। ବହୁତ ବଡ଼ ସାଇଜର ମୁଁ ବେଲି ନେଇଛି। ଦେଖନ୍ତୁ ଠିକ୍ এইଭଳି ଭାବରେ ପତଳା ହେବ। ଦେଖନ୍ତୁ ଏବେ କାଟି ନେବା। ମୁଁ ଗୋଟେ କୁକି କଟର ସାହାଯ୍ୟରେ କାଟି ନେଉଛି। ଯେହେତୁ ମୋ ପାଖରେ କୁକି କଟର ଅଛି, ତ ଏକାଥରେ ବହୁତ ସାରା ଗୁପଚୁପ୍ ଆମର ରେଡ଼ି ହେଇଯିବ। ଆଉ ଛୋଟ ଛୋଟ କାଟି ବେଲିଲେ ଟିକେ ଟାଇମ୍ ଲାଗିବ। ଆଉ এইଭଳି ଭାବରେ ବେଲି ବଡ଼ ସାଇଜର ବେଲିଲେ, ତାପରେ এই କୁକି କଟରରେ କାଟିଲେ ଏକା ସାଙ୍ଗରେ ପାଖାପାଖି 15ରୁ 20ଟା ଆମର ରେଡ଼ି ହେଇଯିବ। ଆଉ ଜଲ୍ଦି ବି ହେଇଯିବ। ଦେଖନ୍ତୁ ଠିକ୍ ଏଇ ସାଇଜର ହିଁ ହେବ। ଏବେ ଉଠେଇ ନେବା। ଠିକ୍ ଦେଖନ୍ତୁ ମୁଁ ଗୋଟେ ପରିଷ୍କାର ଅଖା ତାକୁ ବିଛେଇ ନେଇଛି, ତା ଉପରେ କିନ୍ତୁ ଥୋଇଛି। ଆଉ ଗୋଟେ ମଧ୍ୟ ବେଲିକି ଦେଖାଉଛି। ସମାନ ଆକାରରେ ଏଭଳି ଭାବରେ କାଟି ନେବା। ବହୁତ ଅଳ୍ପ ସମୟ ଭିତରେ କିନ୍ତୁ ଆମର ଢେର ସାରା ଗୁପଚୁପ୍ ବେଲା ଆମର ରେଡ଼ି ହେଇଗଲାଣି। ଦେଖନ୍ତୁ ଏବେ ଆଉ କ'ଣ କରିବା, ଗୋଟେ ଶୁଖିଲା କପଡ଼ା, କଟନ କପଡ଼ା, ତାରି ଉପରେ
କଭର କରିନେବା। ଏ ବେଲିବାକୁ ପାଖାପାଖି 10 ରୁ 15 ମିନିଟ୍ ଲାଗିଯାଇଛି। ଆହୁରି 15 ମିନିଟ୍ ଏଇଭଳି ଭାବରେ କଭର କରି ରଖିନେବା। ତାପରେ ଭାଜିବା। ଗ୍ୟାସ୍ ଅନ୍ କରି କଡ଼େଇ ବସି ନେଇଛି। ଏବେ ଭାଜିବା ପାଇଁ ତେଲକୁ ମଧ୍ୟ ଢାଳି ନେଲି। ତେଲଟା ଭଲ ଭାବରେ ଗରମ ହେବା ଦରକାର। ଏବେ ଦେଖନ୍ତୁ, ଯେଉଁ ସାଇଡ଼୍ଟା ଆଗ ମୁଁ ବେଲିକି ରଖିଥିଲି ସେଇ ସାଇଡ଼୍ରୁ ଖୋଲିବା। ଏବେ ଉଠେଇ ନେବା ହାତରେ। ଦେଖନ୍ତୁ, ଯେଉଁ ସାଇଡ଼୍ଟା ତଳେ ଅଛି ସେଇଟା ଉପରେ ରଖିବା ହାତ ଉପରେ। ଦେଖନ୍ତୁ, ଏଇଭଳି ଭାବରେ ଏଇ ତଳ ସାଇଡ଼୍ଟା କିନ୍ତୁ ଉପରେ ରହିବ। ଆଉ ଭାଜିଲା ବେଳେ ତଳ ସାଇଡ଼୍ଟା ତଳେ ହିଁ ରହିବ। ଦେଖନ୍ତୁ, ଏଇଭଳି ଭାବରେ କିନ୍ତୁ ପକେଇବେ। ଆଗ କିନ୍ତୁ ତେଲଟା ଗରମ ହେଇଯାଉ, ତାପରେ କିନ୍ତୁ ଭାଜିବା। ଏବେ ଟିକେ ଚେକ୍ କରିନେବା ତେଲଟା ଗରମ ହେଲାଣି କି ନାହିଁ। ଆଉ ଏଇ ଗୁପଚୁପ୍ ଛାଣିବା ପାଇଁ ତେଲଟା କିନ୍ତୁ ଭଲ ଭାବରେ ଗରମ ହେବା ଦରକାର। ତେଲ ଆମର ଗରମ ହେଇଗଲାଣି। ଏବେ ପକେଇ ନେବା। ଦେଖନ୍ତୁ, ତଳ ସାଇଡ଼୍ଟା ଉପରେ ରଖିଛି, ତ ପକେଇଲା ବେଳେ ତଳ ସାଇଡ଼୍ଟା ତଳେ ହିଁ ରହିବ। ତେବେ ଯାଇକରି ଗୁପଚୁପ୍ ଭଲ ଭାବରେ ଫୁଲିବ ଏବଂ ବହୁତ କ୍ରିସ୍ପି ହେବ। ଦେଖନ୍ତୁ, କେତେ ସୁନ୍ଦର ଭାବରେ ଫୁଲି ହେଇଗଲାଣି। ଆକୁ ହାଲକା ଟିକେ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ଏ ତ ହେଇଗଲାଣି। ଏବେ ବାହାର କରିନେବା। କେତେଟା କ୍ରିସ୍ପି ହେଇଛି ଦେଖନ୍ତୁ, ବହୁତ କିନ୍ତୁ କ୍ରିସ୍ପି ହେଇଛି। ତାର ସାଉଣ୍ଡରୁ ଜାଣିପାରିଥିବେ। ସମାନ ଭାବରେ ଏଇଭଳି ଭାବରେ ସବୁଯାକ ଭାଜି ନେବା। ଦେଖନ୍ତୁ, ତଳ ସାଇଡ଼୍ଟା ସଦାବେଳେ ହିଁ ଯେଉଁ ବେଲିକିରି ମୁଁ ଯେଉଁ ରଖିଛି ତଳ ସାଇଡ଼୍ଟା ସଦାବେଳେ ତଳେ ହିଁ ରହିବ, ଯେଉଁ ତେଲ ତଳେ। ଏ ହେଇଗଲାଣି। ଆକୁ ମଧ୍ୟ ବାହାର କରିନେବା। ବହୁତ କିନ୍ତୁ ସୁନ୍ଦର ହେଇଛି। ଆଉ ସବୁଯାକ ଗୁପଚୁପ୍ ବହୁତ ସୁନ୍ଦର ଭାବରେ ଫୁଲୁଛି। ଆଉ ସାଙ୍ଗେ ସାଙ୍ଗେ କିନ୍ତୁ ଏଇ ଚଟୁ ସାହାଯ୍ୟରେ ଏଇଭଳି ଭାବରେ ଟିକେ ହଲେଇବାକୁ ପଡ଼ିବ। ଦେଖନ୍ତୁ, ଏକଦମ ପୁରା ଗୋଲ ଗୋଲ। ତାକୁ ଓଲଟେଇଲେ ବି ଓଲଟଉନି। ଏବେ ହେଇଗଲାଣି। ଆକୁ ମଧ୍ୟ ବାହାର କରିନେବା। ଆଉ ଥରେ ମଧ୍ୟ ମୁଁ ପକେଇ ଦେଖାଉଛି। ଦେଖନ୍ତୁ, ଗୋଟେ ବି ଗୁପଚୁପ୍ କିନ୍ତୁ ଚିପଟା ପଡ଼ିନି, ସବୁଯାକ ଭଲ ଭାବରେ ଫୁଲି ଯାଇଛି। ତ ଆରି ଭିତରେ ସବୁଯାକ ମୁଁ ଛାଣି ନେଇଛି। କେତେଟା କ୍ରିସ୍ପି ହେଇଛି ଦେଖନ୍ତୁ, ବହୁତ କିନ୍ତୁ କ୍ରିସ୍ପି ହେଇଛି। ଆଉ ସବୁଯାକ ଭଲ ଭାବରେ ମଧ୍ୟ ଫୁଲି ଯାଇଛି। ତ ଏବେ ଖଟା ପାଣି ପ୍ରସ୍ତୁତ କରିନେବା। ଅଲରେଡ଼ି ପାଣିରେ ମୁଁ ତେନ୍ତୁଳି ପକାଇ ରଖିଥିଲି, ତାକୁ ଛାଣି ନେଇଛି। ଏବେ ଆ ଦେହରେ ଗୋଟେ ଛୁଙ୍କ ମୁଁ ଦେଇଦେବି ଜିରା ଏବଂ ରେଡ଼୍ ଚିଲି ପାଉଡ଼ର, ହେଙ୍ଗୁ। ତାକୁ ଛୁଙ୍କ ଟିକେ କରିନେଇଛି। ତା ଟେଷ୍ଟ କିନ୍ତୁ ବହୁତ ସୁନ୍ଦର ଆସିବ। ଏବେ ଆ ଦେହରେ ମିଶାଇ ନେବା ବିଟ୍ ଲୁଣ, ଜଲଜିରା କାଟି ନେଉଛି। ଗୋଟେ ପ୍ୟାକେଟ୍ ସବୁଯାକ ଢାଳି ନେବା। ଧନିଆ ପତ୍ର, ପୁଦିନା ଏବଂ ଆମ୍ବ କଷି ଅଦା ତାକୁ ବାଟି ନେଇଛି। ଅଧା ଅଧା ପକାଇ ନେବେ। ଭଲ ଭାବରେ ମିଶାଇ ନେବା। ଏବେ ଅଳ୍ପ ଟିକେ ରାଗ ପକାଇବି, ଯେହେତୁ ପିଲାମାନେ ଖାଇବେ, ବେଶୀ ରାଗ ପକାଇବେନି। ଭଲ ଭାବରେ ମିଶାଇ ନେଉଛି। ଏ ମିଶ୍ରଣଟା ଆମର ରେଡ଼ି ହେଇଗଲାଣି। ଏବେ ଏହାକୁ ସାଇଡ଼୍ କରିନେବା। ଆଳୁ ଚକଟି ନେବା। ଏଠି ମୁଁ ପାଖାପାଖି 1.5 କେଜି ଆଳୁ ତାକୁ ସିଝେଇ ନେଇଛି, ଚୋପା ଛଡ଼େଇ ନେଇଛି। ଏବେ ଚକଟି ନେବା। ଏ କଣ୍ଟା ଚାମଚ ସାହାଯ୍ୟରେ ଚକଟି ନେବି। ଭଲ ଭାବରେ ଆଳୁଟା ଆଗ ଭାଙ୍ଗି ନେବା। ଯେହେତୁ ନୂଆ ଆଳୁ ସିଝି ବି ଯାଇଛି ଅଧିକା ଭଲ ଭାବରେ। ଗୋଟେ ବଡ଼ ଜାଗାକୁ ଢାଳି ନେଉଛି, ଚକଟିବାକୁ ଟିକେ ସୁବିଧା ହେବ। ଏବେ ଭଲ ଭାବରେ ଚକଟି ନେବି। ଆ ଦେହରେ ଅଳ୍ପ କିଛି ସିଝା ମଟରକୁ ମଧ୍ୟ ପକାଇ ନେଲି। ଭଲ ଭାବରେ ମିଶାଇ ନେବା। ଏବେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ, ବ୍ଲାକ୍ ସଲ୍ଟ, ଭଜା ଜିରା ଗୁଣ୍ଡ, ଏ ଲଙ୍କାରୁ ଅଳ୍ପ ଟିକେ ପକାଇବି ବାସ୍। ପୁଦିନା ପେଷ୍ଟ ଅଳ୍ପ ଟିକେ ପକାଇ ନେଲି। ଏବେ ଭଲ ଭାବରେ ସବୁଯାକ ମିଶାଇ ନେବା। ଇଏ କିନ୍ତୁ ଆମର ରେଡ଼ି ହେଇଗଲାଣି। ଦେଖନ୍ତୁ,
बहुत सुंदर भाव रेडी हो गलानी। एबे देखंतु खटा पानी आलू चकटा ता सहित गुपचुप। एबे गोटे प्लेट को मध्य मु सजाई नउची। केतेटा क्रिस्पी हेंची एही भाव रे गोटे प्लेट रे मु सजाई नेबी। तापर प्लेट रे जे जा देई देबी से तार खाइबे। से माने खाइबा पई भी पिला माने बहुत समय वेट कलानी से मानक आग देई देबी। देखंतु केते सुंदर भाव रे ये किंतु हमर रेडी हो गलानी गुपचुप रेसिपी। ते माने मध्य खाई करी भी कहउचंती बहुत सुंदर हेइची बोली, माने बाजार ठु भी आउरे सुंदर जेहेतु हमर बिना पियाज रसुण। देखंतु माने मध्य खाइबा आरंभ कलानी। खाई करी देखुची केमिति हेइची बोली, बहुत किंतु सुंदर हेइची, टेस्ट भी बहुत सुंदर आसुची। तो ये किंतु हमर प्रस्तुत हो गला आजिर गुपचुप रेसिपी। आजिर भिडियोटी आपण मानकु केमिति लागिला कमेंट करबा को जमा भी भूलिबेनी। आउ जदि भिडियोटी भल लागे लाइक शेयर सब्सक्राइब करिवे। एमिति आउरी नुआ नुआ नोटिफिकेशन पाइबा पई पाखरे थिबा बेल आइकन को क्लिक करिवे। ताहेले आजि पई रहुची, पुणी देखा हबो आउ एको नुआ भिडियो रे। भलरे रुहंतु, सुस्थ रे रुहंतु। नमस्कार।